ବାବା ଜୟ ଶ୍ରୀ ଜଗନ୍ନାଥ। କୁହନ୍ତୁ ଆଜ୍ଞା। ଆପଣଙ୍କ ପାଦ ତଳେ ଅନନ୍ତ କୋଟି ପ୍ରଣାମ। ନା କାହିଁ କୁହନ୍ତୁ ହରି କୁହନ୍ତୁ ଶରଣମ ହରି ଶରଣମ। ଆଜ୍ଞା, ଆଜ୍ଞା। ଆପଣ ଯୋଉ ସାଂଖ୍ୟ ବିଷୟରେ ବୁଝଉଛନ୍ତି ଏତେ ସୁନ୍ଦର ଲାଗୁଛି ବାବା। ହୁଁ ହୁଁ ମୁଁ କାଲି ରାତିରେ ଆପଣଙ୍କୁ କଲ୍ କରିଥାନ୍ତି, କାହିଁକି ନା ରାତି 1ଟାରେ ମୁଁ ମେସେଜ ଦେଇଛି ଆପଣଙ୍କୁ, କଲ୍ ହୁଁ କରିଥାନ୍ତି ଆପଣଙ୍କୁ। ଆଜ୍ଞା। କାଳେ ଆପଣ ପ୍ରଭୁଙ୍କ ଇଏରେ ଚିନ୍ତାରେ ଥିବେ ନା। ଆଜ୍ଞା, ଆଜ୍ଞା। ବହୁତ ସୁନ୍ଦର ଲାଗୁଛି। ଆଜ୍ଞା କୋଉଠୁ କହୁଛନ୍ତି ଆପଣ? ଆଜ୍ଞା, ଭଦ୍ରକରୁ କହୁଛି। କଣ କରନ୍ତି ଆପଣ? ଆଜ୍ଞା, କର୍ମ ଜୀବନ ତ ମୋର କିଛି ନାହିଁ, କିନ୍ତୁ ପ୍ରଭୁଙ୍କ ଚିନ୍ତା କରେ ଆଉ ସବୁବେଳେ। ହଉ ହଉ। ଆପଣଙ୍କ ଭଳି ମହାତ୍ମାଙ୍କ ସାକ୍ଷାତ ଦର୍ଶନ ଚାହୁଁଛି ଆଜ୍ଞା। ହଉ କେତେବେଳେ ଆମର ସେପଟେ ତ ଧାମନଗର ଅଞ୍ଚଳରେ ଆଜ୍ଞା ଆମର କିଛି ଶିଷ୍ୟ ଅଛନ୍ତି, ଆମେ କେବେ ଯାଉ। ଆଜ୍ଞା ଆଜ୍ଞା ନଚେତ ଆମେ ଭୁବନେଶ୍ଵର ଖଣ୍ଡଗିରି ଆଜ୍ଞା ଆମର ଆଶ୍ରମ ଅଛି, ଯଦି ଚାହିଁବେ ଆପଣ କେବେ ଆସୁଥିବେ ଆଜ୍ଞା କହିଲେ ଆମେ ସାକ୍ଷାତ ହବା। ଆଜ୍ଞା ଆଜ୍ଞା ଏବଂ ଆମର ଏଇ ଚ୍ୟାନେଲ ଯୋଉଥିରେ ମୁଁ ଛାଡୁଛି ତାକୁ ସବସ୍କ୍ରାଇବ କରିଦେଲେ ବହୁତ କିଛି ଅଛି। ଆଜ୍ଞା ଆଜ୍ଞା ମୁଁ କରିଦେବି ଆଜ୍ଞା, କରିଦେଇଛି, ମୁଁ କାଲି କରିଦେଇଛି ଆଜ୍ଞା। ତାହେଲେ ଆପଣ ପାଇଯିବେ, ମୁଁ ଦେଖିବେ। ଜଗନ୍ନାଥଙ୍କ ପତାକା ଉଡେଇଛି ଆପଣଙ୍କ ଇଏରେ। ହଁ 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 ଯାହା ହଉ। ଆଜ୍ଞା ଆଜ୍ଞା, ଗୋଟେ ଛୋଟିଆ ବନ୍ଦନାଟେ ଆପଣଙ୍କୁ କରିବି। ନା ନା ପ୍ରଭୁଙ୍କୁ କରନ୍ତୁ, ଆମେ କିଏ? ନାଇଁ ନାଇଁ ମୁଁ ଆଜ୍ଞା, ଆପଣଙ୍କ ଦେହରେ କିଏ ଅଛନ୍ତି କି ଆଉ? ମୋ ପ୍ରଭୁ ତ ଅଛନ୍ତି ନା। ହଁ ହଁ, ସେ କଥାକୁ ଅସ୍ୱୀକାର କଣ କରିହବ? ତ ଛୋଟିଆ ବନ୍ଦାଟେ ଆପଣଙ୍କୁ କରିବି। ହଉ ହଉ, ମତେ ଲଗେଇକି କାହିଁ କହୁଛନ୍ତି? ସେଇ ପ୍ରଭୁଙ୍କୁ ଲଗେଇକି ଏଇ କହ। ପ୍ରଭୁଙ୍କୁ କହୁଛି ମୁଁ ଆଜ୍ଞା। ହଁ ହଁ ହଉ ହଉ କୁହନ୍ତୁ। ଓମ୍ ନମସ୍ତେ ପରମ ବ୍ରହ୍ମ ରୂପୀ। ଆଜ୍ଞା ନମସ୍ତେ ଆୟେ ଜଗତବାଦୀ। ନମସ୍ତେ ପରମ ପୁରୁଷ ସୃଷ୍ଟି ପ୍ରଳୟ ସ୍ଥିତି ନାଶ। ନମସ୍ତେ ଦେବ ଅନ୍ତର୍ଜାମୀ। ନମସ୍ତେ ଦୟାମୟ ସ୍ୱାମୀ। ନମସ୍ତେ କମଳ ଲୋଚନ। ନମସ୍ତେ ଦେବକୀ ନନ୍ଦନ। ଓಂ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ସ୍ୱାହାରେ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ ସ୍ୱାହାରେ। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ନମୋ ଭଗବତେ ବାସୁଦେବାୟ। ହରିଶ୍ୱର। ଆଜ୍ଞା ପ୍ରତ୍ୟେକ ମନ୍ତ୍ରର ଗୋଟେ ସ୍ୱର ଶିକ୍ଷା ଅଛି। ଆଜ୍ଞା ଆଜ୍ଞା ହର୍ଷୋ ଦୀର୍ଘ ପ୍ଲୁତ, ଏ ଆଜ୍ଞା ତିନିଟା ମନ୍ତ୍ରରେ ବ୍ୟବହାର ହୁଏ। ହେଲେ ଆଜ୍ଞା ମନ୍ତ୍ର ସିଦ୍ଧ ଆଜ୍ଞା ହୁଏ, ମନ୍ତ୍ର ସିଦ୍ଧ ହୁଏ। ଆଜ୍ଞା ମନ୍ତ୍ର ପାଠ କରିବା ଯେତେବେଳେ ଗୁରୁ କାହାକୁ ମନ୍ତ୍ର ଦିଅନ୍ତି, ଗୋଟିଏ ମନ୍ତ୍ର ଦିଆଯାଏ ଓମ୍ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପୀଜନ ବଲ୍ଲଭାୟ। ଏଇଟା ଆଜ୍ଞା ଗୋଟେ ମନ୍ତ୍ର ବି ପ୍ରଦାନ କରାଯାଏ। ଏଇ ମନ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଯାଏ। ଆଜ୍ଞା ଜଗନ୍ନାଥଙ୍କୁ ମଧ୍ୟ ଏ ମନ୍ତ୍ରରେ ଭୋଗ ଲଗାଯାଏ। ଆଜ୍ଞା ଆଜ୍ଞା ମହାଭୈରବୀ ତନ୍ତ୍ରରେ ବି ଭୋଗ ଲଗାଯାଏ। ଆଜ୍ଞା ବୈଷ୍ଣବ ଇଏରେ ଲଗାଯାଏ ଏବଂ ଆଜ୍ଞା ଆଜ୍ଞା ପ୍ରାଣ ମନ୍ତ୍ରରେ ଓମ୍ ପ୍ରାଣାୟ ସ୍ୱାହା ଅପନାୟ ସ୍ୱାହା ବ୍ୟାନାୟ ସ୍ୱାହା ଉଦାନାୟ ସ୍ୱାହା ସମନାୟ ସ୍ୱାହା ଆଜ୍ଞା ଅମୃତ ଆଜ୍ଞା ପୂଜନମସି ସ୍ୱାଧା, ଏକଥା ମଧ୍ୟ କୁହାଯାଏ। ଆଜ୍ଞା 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 ତେଣୁ ଓମ୍ ନମଃ ଭଗବତେ ବାସୁଦେବାୟ। ଆଜ୍ଞା ଆଜ୍ଞା ଓମ୍ ନମଃ ଶିବାୟ। ଏଠି ହର୍ଷୋ ଦୀର୍ଘ ପ୍ଲୁତ ତିନିଟା ଆଜ୍ଞା ଶବ୍ଦରେ ତିନିଟା ବ୍ୟବହାର ହେଲା। ଆଜ୍ଞା ଆଜ୍ଞା ଓମ୍ ନମଃ ଶିବାୟ। ହରି 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 ସେମିତି ଓମ୍ କ୍ଲିଂ କୃଷ୍ଣାୟ ନମଃ। ଆଜ୍ଞା ଆଜ୍ଞା ତେଣୁ ଏଇ ଯୋଉ ମନ୍ତ୍ର ପାଠର ଆଜ୍ଞା ଗୋଟେ ସ୍ୱର ବିଦ୍ୟା ଅଛି, ତାକୁ ହର୍ଷ ପ୍ଲୁତ ଦୀର୍ଘ ଏ ତିନିଟା କୋଉଠି କିଏ କେମିତି ବ୍ୟବହାର ହବ, ତାକୁ ଆଜ୍ଞା ଯୋଉ ଗୁରୁ ମାନେ ମନ୍ତ୍ର ଦିଅନ୍ତି ସେ ଶିକ୍ଷା ଦିଅନ୍ତି। ଆଜ୍ଞା ଆଜ୍ଞା ନହେଲେ ମନ୍ତ୍ର ସିଦ୍ଧ ହୁଏ ନାହିଁ। ଆପଣ କଣ ବର୍ତ୍ତମାନ ମୋ ଗୁରୁ ନୁହନ୍ତି କି? ନାଇଁ ନାଇଁ ସେମିତି ବୁଝୁଛ ନାହିଁ, ଜଗତ ଗୁରୁମୟ। ଗୁରୁ ହିଁ ତ ମାର୍ଗ ଦେଖାନ୍ତି ନା। ଜଗତ ଗୁରୁମୟ, ସେମିତି ନାହିଁ, ସମସ୍ତେ ଆଜ୍ଞା ଆଜ୍ଞା ସମସ୍ତଙ୍କର ଗୁରୁ। ଆଜ୍ଞା ଏବଂ ଭଗବାନଙ୍କର ଏଇ ଯୋଉ ବ୍ୟବସ୍ଥା, ଏ ବ୍ୟବସ୍ଥାରେ ଜୀବ ଜଗତ ଭିତରେ ମନୁଷ୍ୟ ଶ୍ରେଷ୍ଠ ଜୀବ ଯିଏ ତା ଆଜ୍ଞା ନିଜକୁ ସଂଶୋଧନ କରିବା ପାଇଁ ଗୋଟିଏ କର୍ମ କରିବାର ଅଧିକାର ପ୍ରାପ୍ତ ହେଇଛି। ଆଜ୍ଞା ଆଜ୍ଞା ଆଉ କେହି କର୍ମ କରିବାର ଅଧିକାର ପାଇନାହାନ୍ତି। ଆଜ୍ଞା କେବଳ ଆଜ୍ଞା ମନୁଷ୍ୟ କର୍ମ କରି ତାର ପ୍ରାରବ୍ଧ କର୍ମ କ୍ରିୟମାଣ କର୍ମ
ସଞ୍ଚିତ କର୍ମକୁ ସଂଶୋଧନ କରିବ କ୍ରିୟମାଣ କର୍ମ ମାଧ୍ୟମରେ। ଆଜ୍ଞା ଆଜ୍ଞା ସେଥିପାଇଁ ଗୁରୁ ଏବଂ ଶିଷ୍ୟ ପରମ୍ପରା କେବଳ ମାନବ ଜଗତ ଭିତରେ ରହିଛି ଏବଂ କିଛି ପଶୁ ପକ୍ଷୀ ମଧ୍ୟ ତାକୁ ଅନୁକରଣ କରନ୍ତି। ଯେମିତି ହନୁମାନ, ଯେମିତି ହନ କହିଲେ ଆଜ୍ଞା ରୂପାନ୍ତରଣ, ଆଜ୍ଞା ଏବଂ ହନନ କରିବା ହ ଆଜ୍ଞା ଯୁକ୍ତ ଉ ଯୁକ୍ତ ମାନ, ହନନ ଅର୍ଥ ରୂପାନ୍ତରଣ, ଉ ମାନେ ଉର୍ଦ୍ଧକୁ, ଆଜ୍ଞା ମାନକୁ ଅହଙ୍କାରକୁ ବା ମାନକୁ ଉର୍ଦ୍ଧକୁ ରୂପାନ୍ତରଣ କରିନବା ହଉଛି ହନୁମାନ। ଆଜ୍ଞା ତେଣୁ ଆମ ଭିତରେ ଯୋଉ ମାନ, ଅଭିମାନ, ଅହଙ୍କାର, ଯୋଉ ଷଢ଼ ରିପୁ ରହିଛି, ସେମାନେ ରହିବେ। ଯିବେ ଆଜ୍ଞା କୁଆଡେ? ସେମାନେ ଯିବେ କେମିତି? ଦେହ ତ ସେମାନଙ୍କୁ ନେଇ ଦେହ ଗଠନ ହେଇଛି ତ। ଆଜ୍ଞା ଅହମ୍ କହିଲେ ମୁଁ, ଆକାର କହିଲେ ମୋର ଆକାର, ଅର୍ଥ ଏ ଦେହ। ଆଜ୍ଞା ଦେହ ଛାଡିଦେଲେ ଆତ୍ମା ରହିବନି, ତେଣୁ ଦେହ ଛାଡିଦେଲେ ତ ଆଉ କଥାବାର୍ତ୍ତା କିଛି ନାହିଁ। ତେଣୁ ଆଜ୍ଞା ଦେହ ରହିବ, ଅହଙ୍କାର ରହିବ, କିନ୍ତୁ ସେ ଆଜ୍ଞା ରୂପାନ୍ତରଣ ଅବସ୍ଥାରେ ରହିବ, ଦିବ୍ୟ ହେଇକି ରହିବ। ଆଜ୍ଞା ସବୁ ଷଢ଼ରିପୁ ମାନେ ରହିବେ ଏବଂ ସେମାନେ ଦିବ୍ୟ ହେଇଯିବା କଥା, ପରିବର୍ତ୍ତନ ଆଜ୍ଞା ହବା କଥା କେବଳ। ଆଜ୍ଞା ଯେମିତି ସୂର୍ଯ୍ୟଙ୍କୁ ଆଜ୍ଞା ପଛ କଲେ ଆଜ୍ଞା ଛାଇଟା ଆଗରେ ରହେ, ତାମାନେ ଆପଣଙ୍କ ରାସ୍ତା ଅନ୍ଧାର, ଆଜ୍ଞା ଆଜ୍ଞା ପାଦ ତଳ ଅନ୍ଧାର। କେବଳ ଗୋଟିଏ ମାତ୍ର ସୂତ୍ର, ସୂର୍ଯ୍ୟଙ୍କୁ ପଛ ଯୋଉ କରିଛନ୍ତି, ଖାଲି ସୂର୍ଯ୍ୟଙ୍କୁ ମୁଖ କରନ୍ତୁ, ଅର୍ଥ ଈଶ୍ୱରାଭିମୁଖୀ ହୁଅନ୍ତୁ, ଆଲୋକର ମୁଖ ହୁଅନ୍ତୁ, ହେଲେ ଆଜ୍ଞା ଆପଣଙ୍କ ଛାଇଟା ପଛକୁ ପଳେଇବ। ଆଜ୍ଞା ଆଜ୍ଞା ସୂତ୍ରଟା ଏତିକି କେବଳ। ଆଜ୍ଞା ଅହଙ୍କାର ରହିବ, ଅହଙ୍କାରକୁ ଅନାବରଣ କରିବେ, ଅର୍ଥ ମୁକ୍ତ କରିଦେବେ, ତାର ସେ ଆଜ୍ଞା ଦିବ୍ୟ ହେଇଯିବ। ସେମିତି ଏ ଆଜ୍ଞା ଛୋଟିଆ ଛୋଟିଆ କଥା ଯୋଉଗୁଡିକ ଆମେ କର୍ମ ମାଧ୍ୟମରେ ନିଜର କର୍ମମୟ ଜୀବନରେ ପରିବର୍ତ୍ତନ କରିଥାଉ ଏବଂ ଆଜ୍ଞା ତାହା ଆମକୁ ପ୍ରାପ୍ତ ହେଇଥାଏ। ଆଜ୍ଞା 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 ଯୋଉମାନେ ନିଜେ ଗ୍ରହଣ କରନ୍ତି ତାକୁ କୁହନ୍ତି ଧାରଣ। ଆମେ କିଛି କଥା ଶୁଣୁ କିନ୍ତୁ ଧାରଣ କରିପାରୁନା, ଆଜ୍ଞା ଆଜ୍ଞା ତାକୁ ଧାରଣ କଲେ ହେଇଯିବ। ଆଜ୍ଞା ସମସ୍ତଙ୍କର ସମସ୍ତେ ଆମେ ସେମିତି ଆମ ଗୁରୁଙ୍କର କଥାକୁ ଯେତିକି ସମ୍ଭବ ଆଜ୍ଞା ଧାରଣ କରି କରି ଆସିଛୁ ଏପର୍ଯ୍ୟନ୍ତ, ଏବଂ ଆମ ପଥ ପାଦ ଆଜ୍ଞା ତଳ ଆମେ ଦେଖୁଛୁ ଯେ ଅନ୍ଧାର ନାହିଁ, ଆଜ୍ଞା ଆଲୋକ ଅଛି, ଆଲୋକ ଅଛି। ପ୍ରତ୍ୟେକ ପାଦ ଆମର ଆଲୋକରେ ପଡୁଛି, ଆମର ଆଜ୍ଞା ଯାତ୍ରା ଆଲୋକ ଦିଗରେ ହଉଛି। ଆଜ୍ଞା ଆଜ୍ଞା ତେଣୁ ଅଜ୍ଞାନ ଏକ ଅନ୍ଧାର ଏବଂ ସେ ଅଜ୍ଞାନତାରୁ ମୁକ୍ତ ହବା ପାଇଁ ହେଲେ, ଆଲୋକ ପଥରେ ଯିବା ପାଇଁ ହେଲେ ଆମକୁ ସଦ୍ଜ୍ଞାନ ଦରକାର, ଗୁରୁ ଜ୍ଞାନ ଦରକାର। ଗୁରୁ ଜ୍ଞାନ ହଉଛି କଣ ନା, ମୁଁ ମତେ ବୁଝିବା, ମୁଁ ଆଜ୍ଞା ମତେ ନିଜକୁ ପଢିବା ହଉଛି ମହାପାଠ। ଆଜ୍ଞା ଆଜ୍ଞା ଆତ୍ମଜ୍ଞାନ ତାକୁ କହନ୍ତି, ଯୋଉ ନିଜକୁ ପଢିବାଟା ହଉଛି ଆତ୍ମଜ୍ଞାନ। ଆଜ୍ଞା ମହାବିଦ୍ୟା ହଉଛି ନିଜକୁ ପଢିବା, ତାହା ଆଜ୍ଞା ହଉଛି ନିର୍ବେଦ। ଆଜ୍ଞା ବେଦ ପଢିଲେ ଆପଣ ଜ୍ଞାନୀ ହେବେ, କିନ୍ତୁ ଆଜ୍ଞା ନିର୍ବେଦ ପଢିଲେ ମହାଜ୍ଞାନୀ ହେବେ। ଆଜ୍ଞା ହଉ, ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ସକାଳୁ। ଆଜ୍ଞା ମୁଁ ତ ପ୍ରଭୁ, ଏ ସଂସାର ତ ପ୍ରଭୁଙ୍କର ଆଜ୍ଞା। ହୁଁ 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 ଏଇ ପ୍ରଭୁଙ୍କ ପାଇଁ ତ ଆପଣଙ୍କ ସହିତ ମୋର ଯାହାବି ହେଲା, ଆଜି ଠାକୁରଙ୍କ ଦିନ, ଆଜି ପବିତ୍ର ଦିନ, ହୁଁ ମୁଁ ଆପଣଙ୍କୁ ଗୋଟେ ଭିକ ମାଗିବି ଆଜ୍ଞା ଆଜି, କୁହନ୍ତୁ କୁହନ୍ତୁ ମନା କରିବେନି ଆଜ୍ଞା। କୁହନ୍ତୁ। ମୁଁ ଯେବେ ଆପଣଙ୍କୁ ଦର୍ଶନ କରିବି ପ୍ରଭୁ, ହୁଁ ଆପଣଙ୍କ ପାଦ ଟିକେ ମୁଁ ସେବା ହୁଁ କରିବି। ପାଦ, ଆପଣ ପାଦଟା ବି ଜାଣନ୍ତୁ, ଏ ସମସ୍ତେ ଆମେ ପାଦ ବିଷୟରେ କଥା ହଉଛେ। ଆଜ୍ଞା ଆଜ୍ଞା ଅଭିରାମ ପରମହଂସଙ୍କର ଗୋଟିଏ ଭଜନ ଅଛି ଏବଂ ଆଜ୍ଞା ଶ୍ରୀମଦ୍ ଭଗବତ ଗୀତା ବି ସେ କଥା କହିଛନ୍ତି ଯେ, ସମସ୍ତେ ମାନେ ଯେତେ ଦିବ୍ୟ ରୂପ, ଦିବ୍ୟ ଜ୍ଞାନୀ ବା ଦିବ୍ୟ ପୁରୁଷ, ଆଜ୍ଞା ଦିବ୍ୟ କଥା, ସବୁଥିରେ ଗୋଟିଏ କଥା କୁହାହେଇଛି, ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା। ଆଜ୍ଞା ଆଜ୍ଞା ଯଦି ଆମର ଏ ଶରୀରଟି ଓଲଟ ବୃକ୍ଷ, ଆଜ୍ଞା ଆମେ ଯାହାକୁ ପାଦ କହି ପୂଜା କରୁଛେ, ତାହେଲେ ସେଠି ଆଜ୍ଞା ପାଦ ନୁହେଁ। ଆଜ୍ଞା ଆଜ୍ଞା ମୋର ଚରଣେ ଯାର ଭାବ, ସଂସାରେ ତାର ନାହିଁ ଭୟ ଭାବ। ଆଜ୍ଞା ମୋର ଚରଣ ଯେ ଚିନ୍ତଇ, ସଂସାରେ ତାର ଭୟ ନାହିଁ। ଆଜ୍ଞା ମୋର ଚରଣ ଯେ ଚିନ୍ତଇ, ସଂସାରେ ତାର ଭୟ ନାହିଁ। ଯେ ମୋ ଚରଣ ଟା କିଏ ସେଇଟା ଜାଣିଲେ ତ? ଆଜ୍ଞା ଚରଣଟା ଯୋଉଥିରେ ଆମେ ମାଟି ଛୁଉଁଛି ଯାହା, ତାହା ଚରଣ ନୁହେଁ, ତାହା ସ୍ଥୂଳ ଚରଣ। ଆଜ୍ଞା ସେଟା ଚରଣ, ସେଟା ଚରଣ ଆଜ୍ଞା ନୁହେଁ, ନୁହେଁ ସେଟା ଚରଣ।
ଆଜ୍ଞା ସେଇଟା ସ୍ଥୂଳରେ ସଂସାରୀ ମାନଙ୍କ ପାଇଁ ତାହା। ଆଜ୍ଞା ବାସ୍ତବରେ କଣ ନା ଆମର ତିନୋଟି ଶରୀର, ଆଜ୍ଞା ଗୋଟେ ହଉଛି ସ୍ଥୂଳ, ସୂକ୍ଷ୍ମ ଏବଂ କାରଣ। ଆଜ୍ଞା ସ୍ଥୂଳ ଶରୀର, ସୂକ୍ଷ୍ମ ଶରୀର, କାରଣ ଶରୀର, ମଝିରେ ରହିଲା ସୂକ୍ଷ୍ମ। ଆଜ୍ଞା କାରଣ ଶରୀର ସୂକ୍ଷ୍ମକୁ ଜାଣେ, ସୂକ୍ଷ୍ମ ଶରୀର କାରଣକୁ ଜାଣେ, ଆଜ୍ଞା ଆଜ୍ଞା ସୂକ୍ଷ୍ମ ସ୍ଥୂଳକୁ ଜାଣେ, କିନ୍ତୁ ସ୍ଥୂଳ ସୂକ୍ଷ୍ମକୁ ଜାଣେ ନା କି କାରଣକୁ ଜାଣେ ନା। ଆଜ୍ଞା ଆମର ସାଧନଟା ଏଇଥିପାଇଁ ହଉଛି ଯେ ଆମେ ସ୍ଥୂଳରେ ଅଛେ, ସୂକ୍ଷ୍ମ ସ୍ଥୂଳକୁ ଜାଣିଛି, ଆଜ୍ଞା କାରଣକୁ ବି ଜାଣିଛି, ଆଜ୍ଞା କାରଣ ସୂକ୍ଷ୍ମକୁ ଜାଣିଛି, ସ୍ଥୂଳକୁ ଆଜ୍ଞା ଜାଣିଛି। ଆଜ୍ଞା ତେଣୁ ସୂକ୍ଷ୍ମ ପ୍ରତିନିଧିତ୍ୱ କରୁଛି ସ୍ଥୂଳର କାରଣ ପାଖରେ। ଆଜ୍ଞା କାରଣ ହଉଛି ମହାଜାଗତିକ ଶକ୍ତି। ଆଜ୍ଞା ତେଣୁ ସ୍ଥୂଳ ଶରୀର ର ପାଦ ହଉଛି ଯୋଉଟା ମାଟିରେ ଛୁଏଁ, ଯୋଉଟା ବାଟ ଚାଲେ। ଆଜ୍ଞା ସୂକ୍ଷ୍ମ ଶରୀରର ପାଦ ହଉଛି ତ୍ରିକୁଟ, ଯୋଉଠି ସିନ୍ଦୁର ଲଗାଉଛେ ଆମେ, ଦୁଇ ଭ୍ରୁଲତାର ଆଜ୍ଞା ଲତାର ମଝି। ଆଜ୍ଞା ଏବଂ କାରଣ ଶରୀରର ପାଦ ହଉଛି ସହସ୍ରା, ଦୁକୁଦୁକି। ଆଜ୍ଞା ତିନୋଟି ପାଦ, ତିନୋଟି ଶରୀର ତିନୋଟି ପାଦ। ଆଜ୍ଞା ସେମିତି ତିନୋଟି ଶରୀର ତିନୋଟି ହୃଦୟ। ଯେହେତୁ ତିନି ଶରୀର ଅଛି ଆମ ପାଖରେ, ଆଜ୍ଞା ଆଜ୍ଞା ତାର ସବୁ ତିନି ତିନି ହବ। ଆଜ୍ଞା ଆପଣ ଆଜି ତିନୋଟି ପାଦ ପାଇଲେ, ଆଜ୍ଞା କୋଉ ପାଦ ଟା ମାଗିବେ ଆପଣ ବିଚାର କରିକି ମାଗିବେ। କିନ୍ତୁ କିନ୍ତୁ ଆପଣ ମତେ ସେବାର ସୁଯୋଗ ଟିକେ ଦେବେ ଆଜ୍ଞା। ସେବା ପ୍ରଭୁଙ୍କର ଯେତେବେଳେ ଆପଣ ଭାବିଲେ ସେତେବେଳେ ହେଇଗଲା। ତଦ୍ ବିଧି ପ୍ରଣିପାତେନ ପରିପ୍ରସନ୍ନ ସେବୟା। ଯାହାଙ୍କ ପାଖରେ ଜ୍ଞାନର ଭଣ୍ଡାର, ତାଙ୍କ ସେବା କରି କିଛି ବୃଥା ନୁହଁ। ନାଇଁ, ସେବା ସେ କହିଛନ୍ତି ଯେ ଆଜ୍ଞା କୁହନ୍ତୁ ଆଜ୍ଞା। ପରିପ୍ରସନ୍ନ ସେବୟା, ଆଜ୍ଞା ତଦ୍ବିଧି ପ୍ରଣିପାତେନ ପରିପ୍ରସନ୍ନ ସେବୟା। ବିଧି ପୂର୍ବକ ପ୍ରଣାମ କରି ପ୍ରଶ୍ନ ପଚାରି ସେବା କରିବେ ଗୁରୁଙ୍କର। ଆଜ୍ଞା ପାଦ ସେବା ସେଟା ଗୋଟେ ଏମିତି ସ୍ଥୂଳରେ ହଠାତ୍ କିଏ ଜଣେ ଆସିଲେ ପାଦ ଧରିକି ପ୍ରଣାମ କଲେ, ଏବଂ କୋଉ ପାଦ ଧରିବେ ସେଇଟା ପୁଣି ଅଛି। ଆଜ୍ଞା ଆଜ୍ଞା ଟିକେ ବୁଝେଇ କୁହନ୍ତୁ ଆଜ୍ଞା। ଦକ୍ଷିଣ କ୍ଷମଣିକ, ଆଜ୍ଞା ଦକ୍ଷିଣ ପାଦରେ କ୍ଷମା ମିଳେ, ଆଜ୍ଞା ଆଜ୍ଞା ବାମ ପାଦରେ ପ୍ରଳୟ ହୁଏ। ଆଜ୍ଞା ଭଗବାନଙ୍କର ଅଷ୍ଟପଦ୍ମ ହଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଆଜ୍ଞା ତାଙ୍କର ପାଦ ଦୁଇ, ନାଭି ଏକ, ତିନି, ହସ୍ତ ଦୁଇ, ପାଞ୍ଚ, ଓଠ ମୁଖ ପଦ୍ମ, ଆଜ୍ଞା 6 ଓଠ ପଦ୍ମ, 7 ଆଖି। ତେଣୁ ମୁଖ ଓଠ ଟାକୁ କାଟିଦେଲେ ମୁଖ ରହିଲା, ଏବଂ ଆଖି ଦୁଇ, 8 ଅଷ୍ଟପଦ୍ମ। ତେଣୁ ସବୁ ପଦ୍ମର ନାଁ ମଧ୍ୟ ଅଲଗା ଅଲଗା ଅଛି, କର୍ମ ମଧ୍ୟ ଅଲଗା ଅଲଗା ଅଛି। ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦକ୍ଷିଣ ପାଦ ହଉଛି କ୍ଷମଣିକ, ଆଜ୍ଞା ବାମେ ହଉଛି ସୁଧା ବଇ। ଆଜ୍ଞା ତେଣୁ ସେଠି ସୃଷ୍ଟି ହୁଏ, ପ୍ରଳୟ ହୁଏ। ଆଜ୍ଞା ବାମଟା, ବାମ ସୃଷ୍ଟି କରେ, ପ୍ରଳୟ କରେ। ଦକ୍ଷିଣ ପାଦରେ କ୍ଷମା ମିଳେ। ତେଣୁ ଏସବୁ ବହୁତ ଗଭୀର କଥା ଆଜ୍ଞା। ଆଉ ଆଜ୍ଞା ଆଜ୍ଞା କେତେବେଳେ ଯଦି ପ୍ରଭୁ ସେମିତି ସୁଯୋଗ ଦେବେ, ସାକ୍ଷାତ ହେଲେ ଆମେ କଥା ହେବା। ଆଜ୍ଞା 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 ଶେଷରେ ଆଜ୍ଞା ଗୋଟିଏ ପଦ ମୁଁ କହିକି ଆପଣଙ୍କଠୁ ବିଦାୟ ନେବି ଆଜ୍ଞା। କଣ କଣ? ଓಂ ଶ୍ରୀ ଗୁରୁଦେବାୟ ନମଃ। ଓಂ ବ୍ରହ୍ମ ହ୍ରିଂ ଶକ୍ତି କ୍ଳିଂ କୃଷ୍ଣାୟ ଶ୍ରୀ ଗୁରୁଦେବାୟ ନମଃ। ପରମ ବ୍ରହ୍ମ ଅନାକ୍ଷର ଉଦୟ ହସ୍ତେ ନାହିଁ ଯାର, ଏକାକ୍ଷର ତୋ ଶିରରେ ଜୀବ ପରମ ବିହାର। ଅନାମ ବ୍ରହ୍ମଟି ତୋର ସଦା ଅନନ୍ତ ଆକାର, ଓମ୍ ତି ଘେରି ରହିଛି ଶିରରେ ଦେଖ ତୋହର। ଶୂନ୍ୟ ପରେ ମହାଶୂନ୍ୟ ଲୟ କର ତୁହି ସ୍ଥିର, ଲୁହାଙ୍ଗ ଯୋଗ ଯେ ଦେଖ ତ୍ରିକୁଟ ଜ୍ୟୋତି ତୋହର। ରାଧାକୃଷ୍ଣ ରାମ ହରି ବ୍ରହ୍ମ ଶୁକ୍ଳାମ୍ବର ଧାରୀ, ଦିବାନିଶି ସେବା କରେ ଆଦିଶକ୍ତିଙ୍କ ପାଦ ପଦ୍ମରେ। ସାଧୁ ସନ୍ଥ ମୁନି ଋଷି ଯାହାର ପାଦ କିଙ୍କର, ସେହି ବ୍ରହ୍ମ ସେବା କରେ ରାମକୃଷ୍ଣ ହୀନ ପାମର। ଏ ଅଧମର ନାଁ ଆଜ୍ଞା ରାମକୃଷ୍ଣ। ହଉ ଆପଣଙ୍କ ପ୍ରଭୁ, ପାଦ ପଦ୍ମରେ ଯାହା ସବୁ ଦେଲେ ଆପଣଙ୍କ ପାଦ ପଦ୍ମରେ ଆଜ୍ଞା। ହଉ ପ୍ରଭୁ ଶ୍ରୀ ଜଗନ୍ନାଥ ତ ସମସ୍ତ କଥା ଆପଣଙ୍କର ଗ୍ରହଣ କଲେ। ଆଜ୍ଞା ଆପଣଙ୍କର
ଆଧ୍ୟାତ୍ମିକ ଯାତ୍ରା ସଫଳ ହଉ। ଆଜ୍ଞା ଆଜ୍ଞା। ହୁଁ। ଆପଣଙ୍କ ଆଶୀର୍ବାଦ ଆଜ୍ଞା, ହଉ ପ୍ରଭୁଙ୍କ ଆଶୀର୍ବାଦ ଭଳି ମତେ ଲାଗୁଛି ଆଜ୍ଞା। ପ୍ରଭୁ ଜଗନ୍ନାଥ ଅଛନ୍ତି ଆପଣଙ୍କ ସାଙ୍ଗରେ, ପ୍ରଭୁ ଆଜ୍ଞା ଆଜ୍ଞା ଶ୍ରୀକୃଷ୍ଣ ଅଛନ୍ତି ଆପଣଙ୍କ ସାଙ୍ଗରେ, ସମସ୍ତ ଦେବାଦେବୀ ଅଛନ୍ତି ଆପଣଙ୍କ ସହିତ। ମାତା ଭଗବାନଙ୍କର ଶକ୍ତି କୃପା ରାଧାରାଣୀଙ୍କ ମା ରାଧାରାଣୀ ହଉଛନ୍ତି ଜଗତ ଜନନୀ, ଶ୍ରୀ ମହାକାଳୀ ଆଜ୍ଞା ମହା ସରସ୍ୱତୀ ମହାଲକ୍ଷ୍ମୀ ମା ରାଧା। ଆଜ୍ଞା ରାଧାଙ୍କ ବିନା କିଛି ସମ୍ଭବ ନୁହଁ। ଆଗ ରାଧା ପଛେ କୃଷ୍ଣ। ଆଜ୍ଞା ଆଜ୍ଞା ଆଗ ରାଧା ପଛେ କୃଷ୍ଣ, ଆଗ ରାଧା ପଛେ କୃଷ୍ଣ, ଯୁଗଳ ଆଗ ରାଧା ପଛେ କୃଷ୍ଣ, ଲମ୍ପଟ ବେଳରେ ଏକ ବୀଜ ବେନି ଫଳ, ଏକ ବୀଜ ବେନି ଫଳ, ଯୁଗଳ ଅଙ୍ଗରେ। ସେ ଗୋଟିଏ ମଞ୍ଜି ଆଜ୍ଞା ଦୁଇଟି ଫାଳ, ଆଜ୍ଞା ଯୁଗଳ ଅଙ୍ଗରେ। ତେଣୁ ଆଗ ରାଧା ପଛେ କୃଷ୍ଣ। ତେଣୁ ରାଧା ଆଜ୍ଞା ମା ହଉଛନ୍ତି ମା ରାଧାରାଣୀ ଆଜ୍ଞା। ଜଗତ ଜନନୀ। ତାଙ୍କର କୃପା ବିନା କିଛି ସମ୍ଭବ ନୁହଁ। ମା ଜଗତ ଜନନୀ କୃପା କଲେ ସବୁ ସମ୍ଭବ। ଆପଣଙ୍କୁ କିଛି ପଚାରିବେ ଆଜ୍ଞା? କୁହନ୍ତୁ କିଛି କୁହନ୍ତୁ। ଆପଣ ଗୋଟେ କଥା ମତେ କୁହନ୍ତୁ ପ୍ରଭୁ, କି କୃଷ୍ଣଙ୍କର ରାଧା କଣ ଥିଲେ ସେଟା ଜାଣିବାକୁ ଚାହୁଁଛି। କଣ ହେଇଛି? ପ୍ରଭୁ କୃଷ୍ଣଙ୍କର ମା ରାଧାରାଣୀ କଣ ଥିଲେ? କଣ ଥିଲେ? ଆଜ୍ଞା ସିଏ ଏକ ଅଙ୍ଗ ବେନି ଫାଳ ପରେ ଆମେ ଏବେ କଥା ହେଲେ, ଯେତେବେଳେ ଆଜ୍ଞା ଶୂନ୍ୟ ମଣ୍ଡଳ ଥିଲା, କିଛି ନଥିଲା, ନା ଗଗନ ଥିଲା, ଆଜ୍ଞା ନା ଆଲୋକ ଥିଲା, ସୂର୍ଯ୍ୟ ଥିଲା, ନା ଚନ୍ଦ୍ର ଥିଲା, ନା ଆଜ୍ଞା ନକ୍ଷତ୍ର ଗଣ ଥିଲେ, ନା ଆଜ୍ଞା କିଛି ବ୍ରହ୍ମାଣ୍ଡରେ ଋଷି ମୁନି ପୃଥିବୀ କି କେହି ଯେତେବେଳେ ନଥିଲେ, ଆଜ୍ଞା ଆଜ୍ଞା ସେତେବେଳେ ଥିଲା ଶୂନ୍ୟ। ଶୂନ୍ୟ ହଉଛି ବ୍ରହ୍ମ। ସେ ଇଚ୍ଛା ଆଜ୍ଞା କଲା ଆଜ୍ଞା କଣ ଟିକେ କରିବା ପାଇଁ, ସେଥିରୁ ବ୍ରହ୍ମରୁ ତୀର୍ଦ୍ଧାର ହେଲା। ତୀର୍ଦ୍ଧାରରୁ ଜନ୍ମ ନେଲେ ବ୍ରହ୍ମା ବିଷ୍ଣୁ ମହେଶ୍ଵର। ସେଥିରୁ ଜନ୍ମ ନେଲା ନାମ ରାମ। ଆଜ୍ଞା ସେ ରାମ ନାମରୁ ଜନ୍ମ ନେଲା ଭାଗବତ। ଭାଗବତରୁ ଆଜ୍ଞା ଜନ୍ମ ନେଲା ମା ରାଧା। ଆଜ୍ଞା ତାପରେ ଆସିଲେ କୃଷ୍ଣ। ଆଜ୍ଞା ତେଣୁ ସିଏ ଭାଇ ଭଉଣୀ ପରସ୍ପର, ଆଜ୍ଞା। ଉଭୟ ଭାଇ ଭଉଣୀ ଏବଂ ଗୋଟିଏ। କିନ୍ତୁ ପ୍ରଭୁ ଗୋଟେ କ୍ଷମା ଚାହୁଁଛି ଆପଣଙ୍କ ମଝିରେ, କି ପ୍ରଭୁ ଗୀତା ମାଧ୍ୟମରେ ଲେଖିଛନ୍ତି ରାଧା ହଉଛନ୍ତି ତାଙ୍କର ଭକ୍ତ। ସେ ତ ଗୋଟିଏ ମଞ୍ଜି, ଯୋଉ ଆଜ୍ଞା ଦୁଇଟି ଫାଳ, ସେ ଆଜ୍ଞା କଥା ଭାଗବତରେ ବି କୁହାଯାଇଛି। ଆଜ୍ଞା ଏକୁଇ ରାହାସରେ ବି ରାଧାଙ୍କ ରାହାସରେ ବି ସେଇଟା ଲେଖା ହେଇଛି ପ୍ରଭୁ। ଏ ସତ କଥା କୁହାଯାଇଛି ଯେ ଆଜ୍ଞା ଏକୋଇ ବୃକ୍ଷେ ହଂସ ଦୁଇ, ଆଜ୍ଞା ବସନ୍ତି ପ୍ରିୟ ଭାବ ବହି, ଆଜ୍ଞା ସମାନ ଶକ୍ତି ସେ ଲଭନ୍ତି, ଆଜ୍ଞା ଏକ ଆରେକ ନ ଦେଖନ୍ତି, ଆଜ୍ଞା ବୃକ୍ଷରେ ଫଳ ଯେତେ ଫଳେ, ତାହା ଆଜ୍ଞା ଭୁଞ୍ଜ ଇଏ କବଳେ। ଇଏ ଆଜ୍ଞା ହଉଛନ୍ତି ରାଧାକୃଷ୍ଣ। ଆଜ୍ଞା ଜଣେ ହଉଛନ୍ତି ମା ଯୋଗମାୟା। ଆଜ୍ଞା ଆଜ୍ଞା ଏ ଦେହଟା ହଉଛି ମା ରାଧାରାଣୀ, ଆଜ୍ଞା ଆତ୍ମାଟା ହଉଛନ୍ତି କୃଷ୍ଣ। ଆଜ୍ଞା ଏମାନେ ଯେତେବେଳେ ରାହାସ କରନ୍ତି, ଆଜ୍ଞା ସେତେବେଳେ ପରସ୍ପର ପରସ୍ପରଙ୍କ ସହିତ ଲୀନ ହେଇ ହେଇ ଯାଆନ୍ତି। ଆଜ୍ଞା 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 ଯେମିତି ଆଜ୍ଞା ମହାନଦୀର ପାଣି ଆଜ୍ଞା ସମୁଦ୍ରରେ ମିଶିଲା ବେଳେ ଏକ ବାରେ ଆଜ୍ଞା ମିଶି ଯାଇପାରେ ନା। ଆଜ୍ଞା ସେପଟୁ ଧକ୍କା ଖାଏ, ଏପଟୁ ଯାଇକି ପୁଣି ଟିକେ ମିଶିଯାଏ, ପୁଣି ଧକ୍କା ଖାଏ, ପୁଣି ମିଶେ, ଇଏ ଚାଲେ। ୟାକୁ କହନ୍ତି ରାସ, ଲୀଳା। ଏଇ ଆଜ୍ଞା ଲୀଳାଟା ଭିତରେ ଆମେ ଉପରେ ଦେଖୁଛେ ମହାନଦୀ ଗୋଳି ପାଣି ଯାଉଛି, ସେପଟୁ ନୀଳ ପାଣି, ଇଏ ଗୋଳି ପାଣି ନୀଳ ପାଣିର ଧକ୍କା ହଉଛି, ଇଏ କିଛି ବାଟ ପୁଣି ମହାନଦୀ ଫେରି ଯାଉଛି, ପୁଣି ସମୁଦ୍ରକୁ ପଶି ଯାଉଛି। ଏ ଚାଲିଛି, ଏଇଟା ଲୀଳା, ତାକୁ ଆଜ୍ଞା କହନ୍ତି ରାସ। ଆଜ୍ଞା କିନ୍ତୁ ତା ଭିତରେ ଲୀନ ହଉଛି କି ନାଇଁ? ଆଜ୍ଞା 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 ପରସ୍ପର ପରସ୍ପର ଏମିତି ଲୀନ ହେଇଯାଉନାହାନ୍ତି। ଆଜ୍ଞା ଆଜ୍ଞା ନଦୀ ଯେତେବେଳେ ସାଗରରେ ମିଶେ, ସେତେବେଳେ ନଦୀ ତାର ତୀବ୍ରତା ହରାଏ, ତାର ମଧୁରତା ହରାଏ, ତାର ଗୁଣ କର୍ମ ସମସ୍ତ ହରେଇ ସେ ଶାନ୍ତ ହୁଏ। ସାଗରରେ ମିଶିକି ସେ ଆଜ୍ଞା ଅବସ୍ଥାଟା ହଉଛି ଯୁଗଳ ଅବସ୍ଥା। ଯୋଉ ଯୁଗଳ ଅବସ୍ଥାଟାକୁ ଦର୍ଶନ କରିବାଟା ହଉଛି ସାଧକର ଶ୍ରେଷ୍ଠ କର୍ମ। ସେଥିପାଇଁ ସାଧକ ମାନେ ସବୁବେଳେ ଆଖି ବନ୍ଦ କରିକି ତ୍ରିକୁଟରେ ଧ୍ୟାନମଗ୍ନ ହେଇ ବସନ୍ତି, ସେ ରାସର ଯୁଗଳ ଅବସ୍ଥାଟାକୁ ଦର୍ଶନ କରିବାକୁ। ତ୍ରିଭଙ୍ଗୀ ଯୁଗଳ ମୂର୍ତ୍ତି। ଆଜ୍ଞା ଆଜ୍ଞା
ये तीनटा एक भांग हला सप्त रज तमर मिलन एवं तीनोटी भांग सी कहीं ଆଜ୍ଞା तीनटा भांगी ना इड़ा पिंगला से ऊपर को ऊर्ध्व को जानती तो निम्न को जानती सुषुम्ना जाए ऊर्ध्व को ଆଜ୍ଞା ଆଜ୍ଞା तेणु माँ राधाराणी भक्त होउचंती प्रभु श्रीकृष्ण ଆଜ୍ଞା ଆଜ୍ଞା श्रीकृष्ण भक्ति न कले राधा को हब नाही ଆଜ୍ଞା 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 तार कारण सब बहुत अच्छी ଆଜ୍ଞା ये गोटे विज्ञान ये गोटे ଆଜ୍ଞା बड़ विज्ञान राधाराणी कथा एवं माँ राधाराणी बिना ये संसार किछि संभव नुह ଆଜ୍ଞା 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 किछि संभव नुह राधा कृपा न किछि हबନି ଆଜ୍ଞା ଆଜ୍ଞା हौ जय श्री कृष्ण जय प्रभु ଜୟ ଜୟ ରାଧେ କୃଷ୍ଣ जगन्नाथ हरे ହରେ कृष्ण हरे कृष्ण हरे कृष्ण ରାଧେ କୃଷ୍ଣ।